ଆରେ ଜୋସ୍ନା, ଏତେ କ'ଣ କଳା କରୁଛୁ କ'ଣ? ତୋତେ ବନେଇ ଆସେଟି? ମୁଁ ଦେଖୁଛି ଏଇଟା କ'ଣ ବନେଇକି ଆଣିଛୁ? ଗୁଡ଼ ପୁଡ଼ ପକେଇଛୁ କି? ହୁଁ। ଚିନି ନଥିଲା କି? ନା ଚିନି ଠାରୁ ଗୁଡ଼ ବହୁତ ଭଲ। ହଁ। ହଉ ପିଇ ଦିଅ। ହଉ ହଉ। ହ୍ୟାଲୋ ଗାଇଜ୍, ନମସ୍କାର, ଜୟ ଜଗନ୍ନାଥ। ଆଜି ମୋର ବହୁତ ଥଣ୍ଡା ହେଇଛି, ସେଇଥିପାଇଁ ଜୋସ୍ନା ଆସିକି ମୋତେ କାଢ଼ା ବନେଇକି ଦେଇଛି। ଆଉ ମୁଁ କାଢ଼ାଟିକୁ ପିଇବି, କିନ୍ତୁ ବହୁତ କଳା ହେଇଛି, ଆପଣମାନେ ଦେଖିପାରୁଥିବେ। ଯଦି ଆପଣମାନଙ୍କୁ କାହାକୁ ଥଣ୍ଡା ହେବ ତାହେଲେ କାଢ଼ା ବନେଇକି ପିଇବେ। ବହୁତ ମାନେ କଡ଼ାରେ ବନା ହେଇଛି। ଆରେ ଜୋସ୍ନା, ଏତେ କ'ଣ କଳା କରୁଛୁ କ'ଣ? ତୋତେ ବନେଇ ଆସେଟି? ମୁଁ ଦେଖୁଛି ଏଇଟା କ'ଣ ବନେଇକି ଆଣିଛୁ? ଗୁଡ଼ ପୁଡ଼ ପକେଇଛୁ କି? ହୁଁ। ଚିନି ନଥିଲା କି? ନା ଚିନି ଠାରୁ ଗୁଡ଼ ବହୁତ ଭଲ। ହଁ। ହଉ ପିଇ ଦିଅ। ଚାଲନ୍ତୁ ଯିବା, ବହୁତ ଗରମ ବି। ଓହୋ, ଯିବା ପଡ଼ିବନି ତ? ଆହା, ମୋ ତଣ୍ଟିଟା ବହୁତ ମାନେ ଛେପ ଗିଳି ହେଉନଥିଲା, ଯାହା ହଉ ଟିକେ ଆରାମ ମିଳିଲା ଏ ଯେଉଁ କାଢ଼ା ପିଇବାରୁ। ଓହୋ, କି ଶାନ୍ତି। ଆପଣମାନଙ୍କୁ ବି ଯଦି କେତେବେଳେ ଥଣ୍ଡା ହୁଏ, ଯଦି ତଣ୍ଟି ଦରଜ ହୋଇଥାଏ, ସେତେବେଳେ ଆପଣମାନେ ବି କାଢ଼ା ବନେଇକି ପିଇପାରିବେ। କାଢ଼ାରେ ପକାଇବେ, ଆପଣ ଫାଷ୍ଟ ପାଣି ଗରମ କରିବେ, ତାପରେ ପକାଇବେ ଟିକେ ଅଦା ପକାଇବେ, ଗୋଲମରିଚ ପକାଇବେ, ଆଉ ତେଜପତ୍ର ପକାଇବେ, ଡାଲଚିନି ପକାଇବେ, ଆଉ ଟିକେ ଯଦି ଚିନି ଦେଲେ ଦେବେ, ଆଉ ନହେଲେ ଗୁଡ଼ ବି ପକାଇ ପାରିବେ।